ହ୍ୟାଲୋ ଭାଇ ଭଉଣୀମାନେ, ମୁଁ ଆପଣଙ୍କୁ ଆଉ ଗୋଟେ ଭିଡ଼ିଓକୁ ସ୍ୱାଗତ କରୁଛି। ତ ବହୁତ ଭାଇ ଭଉଣୀମାନଙ୍କର ମନରେ ସନ୍ଦେହ ଥିଲା କି ଭାଇ OSSEର ଟିଭି କମ୍ପ୍ଲିଟ୍ ହେଇସାରିଲାଣି ଫାର୍ମାସିଷ୍ଟ ଆଉ MPH ପାଇଁ ରେଜଲ୍ଟ କେବେ ଆସିବ? ତ ଆମର ଅର୍ଫା ତରଫରୁ ଭାଇ ଭଉଣୀମାନେ କିଛି ଯାଇକି OSSE ଅଫିସରେ 16 ତାରିଖ ଦିନ ଯାଇକି ତାଙ୍କୁ ଦେଖା କରିଥିଲେ, ଆଉ ତାଙ୍କ ତରଫରୁ ଏଇ ନ୍ୟୁଜ୍ଟି ଆସିଛି। ଆପଣମାନେ ଦେଖିପାରୁଥିବେ। ସେ ଆମକୁ କହିଛନ୍ତି ଯେ ଶେଷ ସପ୍ତାହ କିମ୍ବା ଜୁନ୍ ପ୍ରଥମ ସପ୍ତାହ ମଧ୍ୟରେ ଫଳାଫଳଟି ପ୍ରକାଶ ପାଇବ। ଆଉ ଯଦି ସେ ରେଜଲ୍ଟକୁ ବାହାର ନ କଲେ, ତାହେଲେ ଆମ ଅର୍ଫା ତରଫରୁ ତାଙ୍କୁ କୁହାଯାଇଛି କି କ'ଣ ନା ଆମେ ଯାଇକି ସମସ୍ତ ଆଶାବାଦୀ ଯାଇକି ମାନବାଧିକାର ଆୟୁକ୍ତଙ୍କ ଦ୍ୱାରସ୍ଥ ହେବା ଓ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବା ବୋଲି ମାମୁ ମହାସଂଘ ତରଫରୁ ଅର୍ଫା ତରଫରୁ କୁହାଯାଇଛି। ରେଜଲ୍ଟ ଆଡ଼ଭାଇଟମେଣ୍ଟ ବାହାରିବାର ବହୁତ ଦିନ ହେଇଗଲାଣି, 2 ବର୍ଷରୁ ଅଧିକ ଦିନ ହେଇଗଲାଣି। ଆପଣମାନେ ଦେଖିପାରୁଥିବେ ଦେଇଛି କି 2023 ଏପ୍ରିଲ 18ରେ 1002 ଫାର୍ମାସୀ ଅଫିସର 1451 ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। 2023 ଡିସେମ୍ବର 15ରେ ପ୍ରକାଶ ପାଇବା ଆମର ଫାର୍ମାସିଷ୍ଟର ପୋଷ୍ଟକୁ ହ୍ରାସ କରିକି 206 କରି ଦିଆଯାଇଥିଲା। 2024 ଅଗଷ୍ଟରେ ରେଜଲ୍ଟ ଆସିଥିଲା, ଏକ୍ଜାମ ହେଇଥିଲା ଏବଂ 2025ରେ ରେଜଲ୍ଟ ଆସିଥିଲା। ରେଜଲ୍ଟ ଆସିବାର ପାଖାପାଖି 1.5 ମାସ ହେଇସାରିଲାଣି, ତଥାପି ଆମର ସେକେଣ୍ଡ ମେରିଟ୍ ଲିଷ୍ଟକୁ ସେ ବାହାର କରୁନାହାନ୍ତି। ତେଣୁକରି ଆମକୁ ଉପଦେଶ ଦେଇଛନ୍ତି କି ନା ଆମେ ବାହାର କରିବୁ, ଦେଖାଯାଉ କ'ଣ ହେଉଛି। ଆପଣ ମୋ ସହିତ ଯୋଡ଼ି ରୁହନ୍ତୁ। କିଛି ବି ନୋଟିଫିକେସନ୍ ଆସିଲେ ମୁଁ ଆପଣଙ୍କୁ ୟୁଟ୍ୟୁବ୍ ସାହାଯ୍ୟରେ ମୁଁ ଆପଣଙ୍କୁ ଜଣାଇଦେବି।